ଏତେ ଜଣ ପିଲା ନୂଆ ଆସୁଛ କି? ଲାଗୁଛି ନୂଆ ବହୁତ ତମର ତ ବୁଝି ହେଲା ଯେତିକି ପଢା ହେଇଥିଲା। ତ ମୁଁ ପଚାରୁଛି ବି କୁହ ତମ ତ କିଛି ବୁଝିବାର ନାହିଁ। ତାଡା ପୁସ୍ତକର କପି କିଏ? ହାତ ଟେକିବ ହେଲା ତାକୁ ଲେଖା କିଏ ମନେ ରଖିଛ? କପି କରି ଯିଏ ପଢି ଯାଇଥିବ କହିନାହାନ୍ତି। ସେ ପଢିବ ଆଉ ମନେ ରଖିବ କହିବି ମନେ ରଖିକି ଆସିବ। ମୁଁ କହିଲି ପଢିକି ଆସିବ। କେହି ମନେ ରଖିନ କୁହ। ଇତ୍ୟାଦି ସେ ତ ଚାରିଟା ସମୁଦ୍ର ରଚନା କରିଥିଲେ। ତାପରେ ଆଉ କିଏ? ପୁଅ ପିଲା କେହି ପଢି ଯାଇଥିଲ। ଏ ଯୋଉ ସାହାଡା ବୃକ୍ଷ ଟା ତାଙ୍କର କେଉଁ ଗ୍ରନ୍ଥରୁ ଆସିଛି? ହଁ କୋଉଠୁ? ଆଉ କିଏ ଅଛନ୍ତି? ମହାଭାରତରେ କେତେଟା ପର୍ବ ଅଛି? କୋଶ୍ଚିନ୍ ଆଉ ଏଟା ଅଛି ସବୁ କୋଶ୍ଚିନ୍ ଆନ୍ସର। ତାଙ୍କ ଜନ୍ମସ୍ଥାନ କୋଉଠି? କୁଆଡେ ଗଲ ପଢିବା? କୋଉ ଯାଏଁ ପଢା ହେଇଥିଲା? ତା ଟାଇମ କଣ ନାହିଁ? ହଁ ଯୋଉ ବାମ ପଟରେ ସାହାଡା ବୃକ୍ଷ ଥିଲେ ସାହାଡା ବୃକ୍ଷ ଥିଲେ ତାକୁ ଆଣି ମୁଣ୍ଡରେ ମାରିଲେ କଣ ହବ? ହଁ ଭଲ ଖାଇବା ମିଳିବ। ଅମୃତ ଯୋଗଡା ତାପରେ ଯଦି ଆଉ କଣ ଥିବ? ମୟର ବୃକ୍ଷ ଡାହାଣ ପତ୍ରରେ କୋଉ ଗଛ ଥିବ? ରୋଡ ଟା ଦେଇଦିଅ। ତାକୁ ଆଣି ମୁଣ୍ଡରେ ମାରିଲେ କଣ ହବ? ଏଇ ଯାଇ ପଢା ହେଇଥିଲା ନାଇଁ। ସାହାଡା ବୃକ୍ଷକୁ କି ବୃକ୍ଷ କହନ୍ତି? ଗୋଲକ ବୃକ୍ଷ ପୁଅ ପିଲେ କେହି ପଢିଛନ୍ତି। ତମେ ତାଙ୍କୁ ଯିଏ ବହିଛନ୍ତି କିଛି କହିପାରୁନାହାନ୍ତି ଖାଲି ଭଲ ଭଲ ବି ଖାଲି ଅନଉଛନ୍ତି। କୋଚିଂ ନ ପଚାରିଲେ ତ ପଢି ଯାଉଥିବ। ବୃଷଭ ମାସ ବୃଷଭ ମାସ ମାନେ କୋଉ ମାସ? ଜ୍ୟେଷ୍ଠ ମାସ। ଯୋଉ ଶିବ କେଉଁ ମାସରେ କେଉଁ ତିଥିରେ ବାହାରିଥିଲେ ବୁଲିବା ପାଇଁ? ହଁ ବହି ଦେଖିକି ଆଉ କୁହ ସେତିକି ତ ମନେ ରହିବ ନା। ହଁ ହଁ ସପ୍ତାହ ନାଇଁ ଯୋଉ ଶିବ କୋଉଥିରେ ଯାଇଥିଲେ ବୁଲିବା ପାଇଁ? ତମ ପିଠିରେ। ଚାଲ ଚାଲ ପଢିବା ଆଉ ଯେତିକି ତ ପ୍ରଶ୍ନ ଆଉ ଦେଖ ଏଠି ବାମ ପାଖରେ ଯଦି ସାହାଡା ବୃକ୍ଷ ଥିବ ତାର ପତ୍ର ଯଦି ମୁଣ୍ଡରେ ମାରି ହଁ ବହି ନାହିଁ। ଯୋଉଠି ଦି ଦିଟା ବହି ଅଛି ଗୋଟେ ଗୋଟେ ଦେଇ ଯାଉନ। କାଇଁ ଯାହା ପାଖରେ ଦିଟା ବହି ଅଛି ଗୋଟେ ଗୋଟେ ଛାଡି ହଁ ଦେଖ
ହେଲାଣି ପଢିବା। ଦେଖ ଆଗରେ ବାମ ପାଖରେ ସାହାଡା ପତ୍ର ଥିଲେ ତା ପତ୍ର ଆଣିକି ଅମୃତ ଯୋଗାଣ ମିଳେ। ଆଉ ଯଦି ଡାହାଣ ପଟରେ ଥିବ କଣ ନା ବରକୋଳି ଗଛ, ତାହେଲେ ତା ପତ୍ରକୁ ମୁଣ୍ଡରେ ମାନିଲେ କଣ ହବ? ଶତ୍ରୁ କ୍ଷୟ ହବ। ଆଗରେ ଶ୍ଵେତ ଧୂପ ଦେଖିଲେ ମଥାରେ ଘେନିଲେ ତୋଳି ଅନେକ ଦୋଷ କ୍ଷୟ ପାପ ଶୁଣିମା କପାଳି। ସେ କହୁଛନ୍ତି ଯଦି ଆମେ ଯିବା ବାଟରେ ଆଗରୁ ଯଦି ଶ୍ଵେତ ଧୂପ ମାନେ ଧଳା ଧୂପଟା ଆମର କଣ ଥାଏ? ଗ୍ରୀନ କଲର ଥାଏ। ତ ସେଇ ଯୋଉ ଧୂପଟା ଥିବ କଣ ନା ଧଳା କଲର। ଯଦି ଧଳା କଲର ଥିବ ତାକୁ ଯଦି ଆଣି ମୁଣ୍ଡରେ ମାରିବ ଲଗେଇବ, ତାହେଲେ କଣ ନା ଯେତେ ସବୁ ତମର ଦୋଷ ଥିବ ସବୁ କ୍ଷୟ ହବ। ପୁରା ଗୋଟା ପତ୍ର ଏଉଠୁ ଆରମ୍ଭ କରିବ ହେଲା, ଲାଷ୍ଟ କୁ ଧୂପ ଲଗେଇବ, ଏମିତି ରହିବ ଗଛ ଉଠିଲା ଧୂପ ଯୋଉ ଘାସର ଛୋଟ ଛୋଟ ଉଠେ ଧୂପ ଧୂପ ଅଲଗା କିଛି ଅଛି? ଧୂପ ବରକୋଳି ପତ୍ର, ବରକୋଳି ଗଛ ବି ଜାଣିନାହାନ୍ତି। ଆଉ ଧୂପ ଜାଣିଥିଲ ସେଠି ସେଠି ଛୋଟ ଛୋଟ ଧୂପ ତମ କଲେଜରେ ଘାସ କହିଲେ ଜାଣିବେ ଘାସ ଧୂପ। ଦେଖ ତୁଳସୀ ଦେଖ ତୁଳସୀ ବୃକ୍ଷ ଆସୁନ ଏଇଠି ନା ଦେଖ ତୁଳସୀ ବୃକ୍ଷ ଯେବେ ଦେଖିବ ପଛପତି ଲେଉଟି, ମଥାଏଣ ଘେନିବ ହାତେ ଝଡିଲା ପତ୍ର ଗୋଟି। ଜ୍ଞାନ ଅଜ୍ଞାନରେ ଯେତେକ ପାପ ଅଛି ଦକ୍ଷିଣେ ସକଳ ପାଦକୁ ଯାଇଲେ। ସେ କହୁଛନ୍ତି ତୁଳସୀ ବୃକ୍ଷ ଯେବେ ଦେଖିବ ପଛପତି ଲେଉଟି, ମାନେ ତମେ ଯୋଉ ଯାଉଥିବ ତମ ପଛ ପଟରେ ଯଦି ଥିବ କଣ ନା ତୁଳସୀ ଗଛ ଥିବ, ଆଉ କଣ ନା ସିଏ ଏମିତି ନଈଁ ପଡିଥିବ, ତା ଦେହରୁ ଯୋଉ ପତ୍ରଟା ଝଡି ପଡିଥିବ, ଯୋଉ ଶୁଖିଲା ପତ୍ରଟା ଦେଖିନ ଗାଁ ଗହଳିରେ ଛୋଟ ଛୁଆଙ୍କୁ ତୁଳସୀ ପତ୍ର କୁଆଡେ ଯଦି ବାହାରେ ବୁଲଉଥିବ ସେଇ ପତ୍ରକୁ ଆଣି ଝଡିଲା ତୁଳସୀ ପତ୍ର ଆଣିକି ତା ମୁଣ୍ଡରେ ଲଗେଇବେ, କି କିଛି ମାନେ ନଜର ନ ଲାଗିବ। ହଁ ଯୋଉ ହଁ ସେ ଯୋଉ ବୃନ୍ଦାବତୀଙ୍କ ମାଟି ଆଉ ସେ ଯୋଉ ତୁଳସୀ ପତ୍ର, ଏ ଦେଖ ସେ କହୁଛନ୍ତି କି ତୁଳସୀ ଗଛରେ ଯୋଉ ପତ୍ର ଝଡି ଯାଇଥିବ ସେଇ ପତ୍ର ଯଦି ମୁଣ୍ଡରେ ଆଣିକି ଲଗେଇବ, ଜ୍ଞାନ ଅଜ୍ଞାନ ଯେତେ ପାପ ଅଛି ତମେ ଜାଣିଥାଅ କି ନ ଜାଣିଥାଅ, ତମ ଅଜାଣତରେ ହଉ ବା ଜାଣତରେ ହଉ, ଯେକୌଣସି ଭୁଲ ହେଇଥିବ ସିଏ କଣ ହେଇଥିବ ନା ପାପ କ୍ଷୟ ହେଇଯିବ ହେଲା। ଜ୍ଞାନ ଅଜ୍ଞାନ ଯେତେକ ପାପ ଅଛି ଦକ୍ଷିଣେ ସଫଳ ପାତକ ଯାଇଲେଛି, ମାନେ ସବୁ ସିଏ କ୍ଷୟ ହେଇଯିବ। ଧୂପଙ୍କୁ ଅନ୍ନ ପ୍ରାପତ ସାହାଡା ପୁତ୍ର ଘେନିଲେ। ଧୂପଙ୍କୁ ଅର୍ଥ ଉତ୍ତମ ହେଲା, ଦେଖ ଧୂପଙ୍କୁ ଅର୍ଥ ଉତ୍ତମ ଅନ୍ନ ପ୍ରାପତ ସାହାଡା ପୁତ୍ର ଘେନିଲେ। ସାହାଡା ପତ୍ରକୁ ମୁଣ୍ଡରେ ମାରିଲେ କଣ ନା ଉତ୍ତମ ଖାଦ୍ୟ ମିଳିବ। ଏସନେକ ଚରିତ୍ର ବୃଷଭ ବୋଇଲେ, ମାନେ କୋଉ କୋଉ ପତ୍ର ମାରିଲେ କଣ କଣ ଶୁଭ ଫଳ ମିଳିବ, ବୃଷଭ କଣ କଲେ ସବୁ କହିଲେ କାହାକୁ କୁହାଯିବ। ଟୋଟାଲି ଏଉଠୁ ଫେବିକୁଇକରେ ଅଠା ମାରିକି ଜଏନ୍ କରିଦବ। ଏଇଠି ଲାଷ୍ଟକୁ ଧୂପଟା ଯଦି ଗଛ ଭଳିଆ ଉଠିକିନା ରହିବ ନା କଣ? ତମେ ଯଦି ଆମକୁ ପରୀକ୍ଷା କର ପିଲାମାନେ, ଦେଖିଆ ତାଳ ପତ୍ର ମାଇଲେ ଭଲ ଖାଦ୍ୟ ମିଳୁଛି ନା ନାହିଁ। ମାନେ ଯୋଉଦିନ ରବିବାର ଘରେ ଥିବ ସେଇଦିନ ରବିବାର ଘରେ ଥିବ, ରବିବାର ଭଲ ଖାଇବାକୁ ହୁଏ ନାଇଁ। ଦେଖ ଏହି ସବୁ ଚରିତ୍ର କଣ ବୃଷଭ କହିଲେ ଶିବଙ୍କୁ, ଶିବ କିନ୍ତୁ ଜାଣିନଥିଲେ ଆ ବିଷୟରେ। ଭୋଜନ ପାପତ ହୋଇବ ସାହାଡା ପତ୍ର ଘେନିଲେ, ଆଜି ପରୀକ୍ଷି ଜାଣିବା ସଦାନନ୍ଦ ହୋଇ। ଯେହେତୁ ମାନେ ଦେଖ ମହାଦେବ ଏତେ ବଡ ଦେବତା ହେଇକି ସିଏ ବି ଜାଣିନାହାନ୍ତି କି ଏଇ ପତ୍ରର ରହସ୍ୟ ସବୁ କଣ, କିନ୍ତୁ ସାମାନ୍ୟ ବୃଷଭ ହେଇକିନା ବି ସିଏ ଏତେ କଥା ଯେହେତୁ ଜାଣିଛନ୍ତି, ଆଜି ଯୋଉ ଶିବ କହିଲେ କାହିଁକି ହସୁଛ, ଆଜି ଦେଖ ତାଙ୍କୁ ଶିବ କହିଲେ ତାହେଲେ ମୁଁ ଆଜି କଣ କରିବି ନା ପରୀକ୍ଷା କରିକି ଦେଖିବି ବୃଷଭକୁ କିଏ ଭଲ ଖାଇବା ଦବ। ବୃଷଭ ଜାଣି ମାରିଛି ଏଇ ଯୋଉ ଶାରଳା ପତ୍ରକୁ ତାକୁ କିଏ ଭଲ ଖାଇବା ଦବ, ମୁଁ ଆଜି ପରୀକ୍ଷା କରିବି ହେଲା, ତା କେମିତି ତାକୁ ଭଲ ଖାଇବା ମିଳିବ।
ଭୋଜନ ପ୍ରାପ୍ତ ପ୍ରାପ୍ତ ମାନେ ତାକୁ କିଏ ଦବ ଦେଖିବା ହେଲା, ମାନେ ପାଇବା। ଦେଖ, ଚତୁର୍ଦଶ ଭୁବନ ବୁଲିଲେ ମହାଦେବ, ପାଣି ଘାସ ଆହାର କତିକି ସେ ନନିଅନ୍ତି ବୃଷ ହେଲା। ତାକୁ କଣ କଲେ ନା ଚତୁର୍ଦଶ ପୁରା ତାକୁ ପୁରା ବୁଲେଇଲେ ଦିନମାନ। ତାକୁ ଯୋଉଠି ପାଣି ଯୋଉଠି ଘାସ ଯୋଉଠି ପତ୍ର ଅଛି ନେଲେ କଣ ସିଏ ପୁରା ମାନେ ହାଲିଆ ହେଇଯାଇଥିବ ବୁଲି ବୁଲିକିନା ପିଇଦବ କି ଖାଇଦବ। କିନ୍ତୁ ଶିବ କଣ କରନ୍ତି ତାକୁ ଜଗି ଜଗି ତାକୁ ଆଜି ଉପାସ ରଖିବେ, ମାନେ ପ୍ରମାଣିତ ମିଛ ପ୍ରମାଣିତ କରିବେ ହେଲା। ତାକୁ ଯୋଉଠି ପାଣି ଥିବ ତାକୁ ତୁ ଏପଟେ ଚାଲ, ଯୋଉଠି ପତ୍ର ଥିବ ତୁ ଏପଟେ ଚାଲ। ତାକୁ ସେମିତି ଜଗି ଜଗିକିନା ତାକୁ ଟୋଟାଲି କୋଉଠି ପାଣି ପିଇବାକୁ ଦେଲେନି, କି କୋଉଠି ତାକୁ ଧୂପ ଭାତ କି ପତ୍ର ଖାଇବାକୁ ବି ଦେଲେନି। କାହାକୁ? ହଁ, ବୃଷଭକୁ। ମନ ଭରି ବୃଷଭକୁ ସେ ବୁଲାନ୍ତି ଉପବାସେ, ଗିରି ଅରଣ୍ୟ ବୁଲନ୍ତି ଖେପନ୍ତି ଆକାଶେ। ସେ କହୁଛନ୍ତି ଗିରି ଅରଣ୍ୟ ଆକାଶ ମାର୍ଗ ସବୁଆଡେ ବୁଲିଲେ କିନ୍ତୁ କୋଉଠି ବି ମାନେ ମନ ପୁରିବା ଯାଇକି ବୁଲିଲେ କିନ୍ତୁ କୋଉଠି ବୃଷଭକୁ ଖାଇବାକୁ ଦେଲେ ନାହିଁ। ବାହୁଡନ୍ତି କପିଳନ୍ତି ବିଜେ କଲେ ଆଦିତ୍ୟର ହସ୍ତେ ହେଲା। କଣ କରନ୍ତି ନା ବାହୁଡନ୍ତି, ଆଦିତ୍ୟର ହସ୍ତେ ମାନେ ସୂର୍ଯ୍ୟ ଦେବତା ହେଲା। ସୂର୍ଯ୍ୟ ଯେତେବେଳେ ସନ୍ଧ୍ୟା ବେଳେ ଅସ୍ତ ହେଇଯାଉଛନ୍ତି ସେତେବେଳେ କଣ କଲେ ନା କପିଳାସଙ୍କୁ ବାହୁଡିଲେ। କିଏ ନା ଶିବ ଆଉ କିଏ ନା ବୃଷଭ, ମାନେ ଯୁଆଡେ ବୁଲିବାକୁ ଯାଇଥିଲେ ପୁଣି ଫେରି ଆସିଲେ ତାଙ୍କ ଘରକୁ। କପିଳାସ ନିକଟେ ବିଜୟ ପଞ୍ଚୁ ବକ୍ର ତ୍ରିନେତ୍ର। ପଞ୍ଚୁ ବକ୍ର ମାନେ ପଞ୍ଚବଦନ, ଏଇ ଯୋଉ ହଁ ପାଞ୍ଚଟା ବଦନ ବା ଥିବ ହେଲା। ପଞ୍ଚବଦନ ଆଉ ତ୍ରିନେତ୍ର, ଶିବଙ୍କର ତିନିଟା ଯୋଉ ନେତ୍ର ନୁହଁ, ଜାଣିନ? ହଁ, କପିଳାସ ନିକଟ ବିଜୟ ମାନେ କପିଳାସର ପାଖାପାଖି ହେଇଗଲେ କିଏ ନା ଶିବ। ଅମୃତ ଯୋଗାଡ଼ ଯେ ରନ୍ଧନ କରନ୍ତି ଉମା, ସ୍ୱାମୀ କି ବାଟ ଚାହିଁନ ବିମୁଖ ଦେବୀ ବାମା। ସେ କହୁଛନ୍ତି ଅମୃତ ଯୋଗାଡ଼। ଅମୃତ ଯୋଗାଡ଼ ହଉଛି କଣ ନା ଉତ୍ତମ ଖାଦ୍ୟ। ଉତ୍ତମ ଖାଦ୍ୟ ଯେ ରନ୍ଧନ କରନ୍ତି ଉମା। ଉମା କିଏ ନା ପାର୍ବତୀ ହେଲା। ଯେତେବେଳେ ଯାଇଛନ୍ତି ସକାଳୁ ବୁଲି ବୁଲିକିନା ଯେତେବେଳେ ଆସିଲେ ତାଙ୍କ ପାଇଁ କଣ କରୁଛନ୍ତି ନା ପାର୍ବତୀ ଭଲ ଭଲ ସବୁ ଖାଇବା ସୁନ୍ଦର ରୋଷେଇ କରିଛନ୍ତି। ରାନ୍ଧିବା ରାନ୍ଧିଲେ ସିନା ଖାଇବେ ହେଲା। ସ୍ୱାମୀକି ବାଟ ଚାହିଁନ ମାନେ ତାଙ୍କୁ ଯୋଉ ଶିବଙ୍କର ବାଟ ଚାହିଁ ଚାହିଁ ବିମୁଖ ମାନେ ମନ ଦୁଃଖ। ମାନେ ଭାବ ସକାଳୁ ଜଣେ ଯୋଉ ଗୋଟେ ବେଳ ରୋଷେଇବାସ କରିକି ପୁରା ସନ୍ଧ୍ୟା ହେଲାଣି ଶିବ ଆସିନାହିଁ, ପୁଣି ସିଏ ଅପେକ୍ଷା କରୁଛନ୍ତି ଶିବ ଆସି ଖାଇଲେ ତ ତାପରେ ସିଏ ଖାଇବେ ନା ନାଇଁ। ସେଥିପାଇଁ ସେ ପୁରା ମନ ଦୁଃଖ କରିଦେଲେଣି, କାରଣ ପାର୍ବତୀଙ୍କୁ ବହୁତ ଭୋକ ହେଲାଣି ହେଲା। ବାମା ବି ହଉଛନ୍ତି କିଏ ପାର୍ବତୀ। ତେର ଘଡ଼ି ଯହୁଁ ଗଡିଗଲା କରତାର, ଆପଣା ଠାକୁରାଣୀ ବିଜେ ଗଲେ ମୂଳହିରୁ। ତେର ଘଡ଼ି ମାନେ ଯେତେବେଳେ ସୂର୍ଯ୍ୟ ଅସ୍ତ ହେଇଗଲେ ହେଲା, ତେର ଘଡ଼ି ଯହୁଁ ଗଡିଗଲା କରତାର। କରତା କିଏ କହିଥିଲି? ସୂର୍ଯ୍ୟ ଦେବତା। ଯେତେବେଳେ ତାଙ୍କର ସୂର୍ଯ୍ୟ ଅସ୍ତ ହେଇଗଲା, ସନ୍ଧ୍ୟା ସମୟ ହେଇଗଲା, ସେତେବେଳେ କଣ ହେଲା ଆପଣ ଠାକୁରାଣୀ ମାନେ ପାର୍ବତୀ ନିଜେ ସେ କଣ କଲେ ନା ସନ୍ଧ୍ୟା ଯାଇକି ଅପେକ୍ଷା କରି କରି ମାନେ ଶିବ ଯେତେବେଳେ ଆସିଲେଣି ସେତେବେଳେ ସେ କଣ ନା ମନ ଦୁଃଖ କରିକି ନା କହିଲେ ଆଉ କଣ ସିଏ ଯଦି ଆଜି ଆସିବେନି ମୁଁ ଆଉ ଖାଇବିନି। ସେ କଣ କଲେ ଯାଇକି ମୂଳ ହିରେ ମାନେ ଖାଇବାକୁ ବସିଲେ। କହିଲେ ମୁଁ ଯାଉଛି ସେ ଆସନ୍ତୁ ନ ଆସନ୍ତୁ ସନ୍ଧ୍ୟା ହେଲାଣି ମୁଁ ତ ଏତେ ସମୟ ଅପେକ୍ଷା କଲି ମୁଁ ଯାଉଛି ଖାଇବି। ପାର୍ବତୀ ବସିଲେ କୋଉଠିକି ନା ଖାଇବାକୁ। ମୂଳ ହିର ଅର୍ଥ ହଉଛି ଖାଇବାକୁ ହେଲା। ହଁ, ତେର ଘଡ଼ି ମାନେ ସୂର୍ଯ୍ୟ ଯୋଉ ଅସ୍ତ ହେଇଯାଏ ହେଲା। ପରଦିନ ସୂର୍ଯ୍ୟ ଅଶେର ତେର ଘଡ଼ି ମାନେ କଣ ମାନେ ପୁରା ମାନେ ଖରା ସମୟ ଯାଇକି ମାନେ ଯୋଉ ସନ୍ଧ୍ୟା ଆସିବା ହେଲା, ତେର ଘଡ଼ି ରହିବା। ସୁବର୍ଣ୍ଣ ପଇଲମେ ସକଳ ଯୋଗାଡନ୍ତି ଭରି। ସୁବର୍ଣ୍ଣ ମାନେ ସୁନାର ଥାଳି ହେଲା, ଏଇ ଯୋଉ ପଲମ ଯୋଉଟା ଥାଳି ହେଲା। ସୁବର୍ଣ୍ଣ ପୌଲମେ ସକଳ ଯୋଗାଡନ୍ତି ଭରି। ସକଳ ଯୋଗାଡନ୍ତି ମାନେ ଯୋଉ ସବୁ ରୋଷେଇ କରିଥିଲି। ପିଠା କ୍ଷୀରିସା ଗୋଟିକା ଛେନା ତାଗଡା। ତାଗଡା ହଉଛି ରାବିଡି ହେଲା। ରାବିଡି ଆଦି କରି ମାନେ ଯାହା ସବୁ ଶିବଙ୍କ ପାଇଁ ସବୁ ରୋଷେଇ କରିଥିଲେ ଗୋଟାଏ ଥାଳିରେ ସବୁ ଅଳ୍ପ ଅଳ୍ପ ଆଣିଲେ ନିଜେ ଖାଇବା ପାଇଁ। ସୁବର୍ଣ୍ଣ କୋପରାରେ ସମସ୍ତ ପୁରାଇ ଦେବେ ପିତ୍ରେ ଅନ୍ନ ପାଣି ଦେଇ ତୁଣ୍ଡେ ପଞ୍ଚଗୁଣ୍ଡି ଲାଗି। ସେ କଣ କରୁଛନ୍ତି ନା ସୁବର୍ଣ୍ଣ କୋପରାରେ ମାନେ ଗୋଟେ ଆଗେ ମାନେ ଏବେ ବି ଅଛି
कि जी खाइबा पूर्व जो पानी बुलेकिना खाते सब खाद्य टिके टिके नेकिना देवे पानी बुलेकिना खाइबे माने भगवान दवा पे सेमिति सुवर्ण पोकोड़ारे पोकोड़ा अर्थ होची माने सुनार गोटा माने गोटा गहिरिया चटका माने पात्र ହେଲା समस्त पुराई देवे पित्रे अन्न पानी देई तुंडे पंचगुंडी लाई से कहउछन्ती कोन ना जो ताकर जो सब पितृ पुरुष बा देवा देवी को कौन सब अर्पण करिकी पानी बुलाई ହେଲା माने कौन कहलो पंचगुंडी लाई माने जो एंती पांच थर पानी बुलेगी पानी आधार करी तीनी गुंडी भुजी भुंजी कौन ना पानी की टेकी किनी पार्वती कौन करछन ना तीनी थर खाइछन माने तीनी गुंडा जो नबा ହେଲା तीनी थर भुंजी माने जेतबळे शिव जेतबळे आसिले जेतबळे पार्वती कौन कले कहले सी पूरा मन दुख करले संध्या हला शिव आसी नांदी तापर सी कौन कले तांकर जो सुवर्ण सुनार थाली रे सबु आनिले जो हाँ खाइबा जिनस सब आनिले आनिकी तापर सी कौन कले ना देवदेवी को जो पानी बुलेकिना खांती सेमती पानी बुलेई सारिकी तापर से तीनी मुंडा नेइछो तो सेतबळे शिवंकर डमरू बाजिला ହେଲା देखो एसनेक समय डंबरू डिबी डिबी बाजी तुणीन गोसामणी जे विषाद होइले कौन ना जेतबळे सी भाव जाको जोर भोग करथो से तीन थर खाइदिबो पुनरा केते खाया बुझथि हला काले शिव कोप करिवे काले शिव रागिवे कि मु न खाया पूर्वरु माने पार्वती हाँ पार्वती खाइदेले सेति पय से को कहले ना तीनी मुंडा नै चलते साडे डमरू बाजिला ହେଲା तापर कौन ना तुणीन गोसामणी होचंती के ना पार्वती गोसामणी जे विषाद विषाद माने दुख भाव विरक्त भाव होइले केमंत करिबि ईश्वर विजय विजय कर से कहते मु कौन करिबि एबे तो मु सब माने सबुथिरु अवश्य खाइबा को अछि किंतु मु तो खाइ बथि जदि आसी शिव देखि देबे ताहले मो ऊपर जदि कोप करिबि मो ऊपर जदि रागिबे मु कौन करिबि संकोचन संकोचन माने माने लाज ହେଲା संकोचन मुण ही छाड़ी मुण ही माने जो खाइबा छाड़ी की उठिले बेबे होई वृषभ गुआणी रे रुचाइले ने ହେଲା माने तांकर जो गुआणी माने वृषभ जो गोटे बड़ कुंड रे खाएनी गाय सब खांदी बड़ बड़ कुंड रे सेटा होची गुआणी तारी भितरे नेइना से सब खाद्य हु नेइना पुरै जहाँ सब से माने खाया को बाड़ी पिठा खीरी साकर पुराइले कांचलारे माने हम जखुंदी गांगुला ହେଲା ए जो गोटे बड़ माने कुंड तो का छोटो होची गांगुला कांचलारे आंचवन थारी देवी होइले बाहरे आंचवन कहलो माने हाथ फोटो सब धोई हाथ मुंह धोई ना हाथ मुंह धोई की गले शिव जानिबे कि नाही उमा उमा अपेक्षा करछथि खाइ नांती आ हाथ मुंह धोई कि ना सब आंचवन थारी देवी होइले बाहर कोठी की ना रत्न झरी रे देवी पानी जे पुराए रत्न झरी रे माने जो रत्नर ढाल बा हम जा कहନ୍ତି जो लोटा जे बंधु घर आंतिले ଆମର ପିତ୍ତଳ ଢାଳ ସବୁ ପାଣି ଆଣିକି ନା ଦିଅନ୍ତିନି ଗୋଡ ଧୋଇବା ପାଇଁ ଦିଅନ୍ତି ସେମିତି ରତ୍ନ ଝରିରେ ବା ରତ୍ନ ଢାଳରେ ଦେବୀ ପାଣି ପୁରାଇଲେ ଛାମୁରେ ପ୍ରବେଶ ହୋଇଲେ ମହାମାଇ ମାନେ ଯେତେବେଳେ ଶିବ ଆସି ପହଞ୍ଚି ଯାଇଛନ୍ତି କିଏ ହସୁଛି ନା କଣ ହେଲା ଯେତେବେଳେ ଶିବ ଆସି ପହଞ୍ଚି ଯାଇଛନ୍ତି ଶିବଙ୍କର ଗୋଡ ଧୋଇଛନ୍ତି ପାର୍ବତୀ ହେଲା ନଦୀ କେଶରଙ୍କୁ ରାଇ ଆଜ୍ଞା ଥିଲେ ସଦାନନ୍ଦ ବୃଷଭ ଗୋଟିକ ନେଇ ଗୁଆଣୀରେ ବେଗେ ବାନ୍ଧ ଏଇ ନନ୍ଦିକେଶ୍ୱର ମାନେ ତାଙ୍କର ଯୋଉ ଆଉ ଜଣେ ନନ୍ଦିକେଶ୍ୱର ସବୁ ଥିଲେ ତାଙ୍କ ବାହନ ତାଙ୍କୁ କହିଲେ ଡାକିଲେ କହିଲେ ବୃଷଭକୁ ନେଇକି କୋଉଠି ମାନେ ସେ ଯୋଉ ଗାଈ ଯୋଉଠି ବନ୍ଧା ହୁଏ ସେ କଣ କହନ୍ତି ଗୁହାଳ ଗୁହାଳ କହନ୍ତି ହଁ ଗୁଆଣୀରେ ନେଇକିନା ବାନ୍ଧ କେମିତି ନା ତାକୁ ଏମିତି ବାନ୍ଧିବ ପୁରା ଭିଡିକିନା ବାନ୍ଧିବ ଯେମିତି କଣ ଜଣକୁ ଗାଈକି ଯୋଉ ଭୋଗ କରିବ ସେ ପୁରା ତଳା ଛିଣ୍ଡେଇକି ପଳେଇନି ସେମିତି ତମେ ତ ପୁରା ଟାଇଟ୍ କରିକିନା ବାନ୍ଧିବ ଦେଖ ଆଜ୍ଞା ପ୍ରମାଣେ ନନ୍ଦିକେଶ୍ୱର ଗଲା ଯତନ କରି ତାକୁ ଖମ୍ବରେ ନେଇ ବାନ୍ଧିଲା ଯୋଉଥିରେ ବନ୍ଧାଯାଏ ସେଟା ହଉଛି ଖମ୍ବରେ ନେଇ ବାନ୍ଧିଲା ଈଶ୍ୱର ଆଜ୍ଞା ଦେଲେ ନନ୍ଦିକେଶ୍ୱରକୁ ରାଇ
ମାନେ ନନ୍ଦିକେଶ୍ୱର ପୁଣି ଫାଷ୍ଟ କହିଲେ ନିଜେ ତୁ ବାନ୍ଧି ଦବୁ ପୁରା ଭିଡିକିନା ହେଲା। ତାପରେ ପୁଣି ଡାକିଲେ ନନ୍ଦିକେଶ୍ୱରକୁ କଣ କହିଲେ, ଖଡ ଆହାର ଘାସ ପାଣି କିଛି ଅନ୍ନ ନ ଦେବୁଟି ବଇଲ। ବଇଲ ଅର୍ଥ କଣ? ବୃଷଭ ବା। ଖଡ ଅର୍ଥ ହଉଛି କଣ ନା ଏଇ ଯୋଉ ଧାନର ଗଛ ସେଇଟା ଖଡ ହେଲା। ନାଇଁ ନାଇଁ ସିଏ କହୁଛନ୍ତି ଶୁଣ ମୁଁ କହୁଛି, ଖଡ ଆହାର ଘାସ ପାଣି କିଛି ନଦେବୁଟି କହିଲେ ମାନେ ସିଏ କହୁଛନ୍ତି ତୁ ବୃଷଭକୁ ଏଇ ଖାଦ୍ୟ ସବୁ ଦବୁ ହେଲା। କହିଲ ମାନେ ବୃଷଭକୁ ତୁ ଖଡ ଆହାର ଘାସ ପାଣି ତୁ କିଛି ତାକୁ ଦବୁ ଖାଇବା ପାଇଁ, କାରଣ ସିଏ ବା ତାର ପତ୍ରକୁ ମୁଣ୍ଡରେ ମାଛି ଆଜି ଭଲ ଖାଇବାକୁ ଇଏ ବୋଲି ତାକୁ ଶିବକୁ ନେଇ ମିଛ ପ୍ରମାଣିତ କରିବେ ନା ନାଇଁ। ସ୍ୱାମୀ ଆଜ୍ଞା ସେ ଦୃଢ କରି ବାନ୍ଧିଣ ଅଇଲା, ବଜ୍ରର କିଳିକି ଦେଇ ସେ କବାଟ ଖୋଲିଲା। ବଜ୍ରର ମାନେ ଏ ଯୋଉ ଦେଖିନ ଏଇ ଯୋଉ ଇଏ କବାଟରେ ଯୋଉ ଗୋଟେ ଏଡେ ବଡ କାଠ ଏମିତି ଏପଟରେ ଗୋଟେ ଏମିତି ଥିବ, ମାଟି ଘର ପ୍ରାୟ ସେଟା ଥାଏ, ଏମିତି ଥିବ ସେମିତି ଥିବ, ଏମିତି ଯୋଉ ମଝିରେ ଗୋଟେ କବାଟ ମଝିରେ ଏମିତି ବାଡି ଭଳିଆ ଦିଆଯିବ ହେଲା। ହଁ ମାନେ ସେଇଟାକୁ ତମେ ଯେତେ ଯୋଉ ଝିଞ୍ଜିର ହେଲେ ଫିଟିଯିବ, କିନ୍ତୁ ସେଇଟା ହେଲେ ମାନେ ଜମା କବାଟ ଫିଟିବନି। ପୁରା ତାକୁ ସେମିତି ପୁରା ବାନ୍ଧିକିନା ବଜ୍ରର କିଳି ଦେଇକି ବାନ୍ଧିକିନା ରଖିବି, ତାକୁ କେହି ଚାହିଁଲେ ବି ଫିଟେଇବେନି। ବୃଷଭ ବିଚାର ହିଁ ମତେ ଈଶ୍ୱର କରିଥିଲେ, କରତର ନାଥ ଏହା କିମ୍ପାଇଁ ନ ବିଚାରି। ବୃଷଭ କଣ, ବୃଷଭ ଜାଣିପାରିଲାଣି କି ମତେ ଇଏ ମାନେ ପୁରା କଷିଲା ମାନେ କଣ, ମାନେ ମତେ ମୁଁ ଆଙ୍କୁ କହିଲି ବୋଲି ସତ କଥା ଯାହା ଶାସ୍ତ୍ର ସମ୍ମତ, କିନ୍ତୁ ଇଏ ଆଜି ମତେ ମାନେ ଦୁଃଖ ଦେବେ, ଆଜି ଆଉ ଖାଇବାକୁ ଦେବେନି, ମୋର ଆଜି ଗଲା ବାର ବାଜିଲା ଆଉ ହେଲା। କରତାର ନାଥ କିମ୍ପାଇଁ ନ ବିଚାରିଲେ, ମାନେ କରତାର ନାଥ ମାନେ ସେ କହୁଛନ୍ତି ମୁଁ ତ ଯୋଉ ଆଙ୍କର ଯୋଉ ସୂର୍ଯ୍ୟ ଦେବତାଙ୍କ ଭକ୍ତ, କିନ୍ତୁ ସୂର୍ଯ୍ୟ ଦେବତା କଣ ପାଇଁ ମତେ ଆଜି ମାନେ ନ ବିଚାରିଲା ମାନେ ମୁଁ ଆଜି ଖାଇନି, କିନ୍ତୁ ମତେ ବି ସେ ମାନେ ଟିକେ ଖାଇବାକୁ ବି ଦେବେ, ମାନେ ଯୋଉ ପଟେ ହଉ ଯଦି ଦେବତା ଚାହିଁବେ ଦେଇପାରିବେନି। ସେ ସେଇଆ ମାନେ ସୂର୍ଯ୍ୟ ଦେବତାକୁ ପୁଣି ଡାକିଛି କିଏ ନା ବୃଷ। ହଁ କିମ୍ପାଇଁ ନ ବିଚାରିଲେ ମାନେ ମୋ କଥା କଣ ପାଇଁ ସେ ବିଚାର କରିନାହିଁ, ଜାଣିଛନ୍ତି ମୁଁ ଆଜି ଏତେ ବାଟ ବୁଲିକି ଏତେ ଦୁଃଖ କଷ୍ଟ ପାଉଛି। ଆବର ହଁ ମୋହର କରତାର ନାଥ ଏହା କିମ୍ପାଇଁ ନ ବିଚାରିଲେ, ମୋହରେ ଏତକ କଥା ନ ନିଷ୍ଫଳ ହୁଅନ୍ତା। ଆବର ତ ପୁଣି ହେଲା, ଆବର କରତାଙ୍କୁ କି ଭକତ ହୋଇବ ଯୁଗରେ। ସେ କହୁଛନ୍ତି ଯଦି ଆଜି ସୂର୍ଯ୍ୟ ଦେବତା ମୋ କଥା ନ ଶୁଣିବେ, ତାହେଲେ ଯୁଗ ଯୁଗ ପାଇଁ କୋଉ ଭକ୍ତ ବି କୋଉ ଭଗବାନଙ୍କୁ ଆଉ ଡାକିବ, କାରଣ ମୁଁ କହିଲି ଶାସ୍ତ୍ର ସମ୍ମତ କଥା, କିନ୍ତୁ ମତେ ଆଜି ମାନେ ମତେ ଏତେ ଦୁଃଖ କଷ୍ଟ ମିଳିବ, ଯଦି ମତେ ଆଜି ଖାଇବାକୁ ନ ମିଳିବ ତାହେଲେ ଯୁଗ ଯୁଗ ଆଉ କେହି ସୂର୍ଯ୍ୟ ଦେବତାଙ୍କୁ ଆଉ କୋଉ ଭକ୍ତ ଆଉ ଭଗବାନଙ୍କୁ ଆଉ ଡାକିବେ। ଏତିକି ମାନେ ସେ ଭାବିକି ମନ ଦୁଃଖ କରିକି ମାନେ ଭଗବାନଙ୍କୁ ମାନେ ସୂର୍ଯ୍ୟ ଦେବତାଙ୍କୁ ମାନେ ଦୋଷ ଦଉଥିଲା, ସେତେବେଳେ କଣ ନା ନିଶ ବାତି ଖଡ ନାଡେ ଦିଅନ୍ତି ସେ ଶୁଣେ, ଦେଖିଲା ଅମୃତ ଯୋଗାଡ ପୁରୀ ଅଛି ଭାବେ। ସିଏ କହୁଛନ୍ତି ମାନେ ଏପଟକୁ ଅନେଇଛି ମାନେ ପୁରା ଅନ୍ଧାର ହେଇଛି ଘରଟା ନା, ମାନେ ବାତି ନଡା ମାନେ ଯୋଉଟା ବାତି ହେଇଯାଇଥାଏ, ବାତି ନଡା କି ଛଣ ତା ଆଗରେ କିଛି ବି ପକେଇ ନାହାନ୍ତି, କାହା ଆଗରେ ନା କିଛି ବି ନାହିଁ, ମାନେ ସବୁ ସଫା କରିଦେଇଛନ୍ତି, ମାନେ ବୃଷଭକୁ ଆଜି ଉପାସ ରଖିବେ। କିନ୍ତୁ ବୃଷଭ ଯେତେବେଳେ ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କରିକି ଯେତେବେଳେ ଏପଟକୁ ମୁହଁ ବୁଲେଇଛି, ସେତେବେଳେ କଣ ହେଇଛି ନା ସବୁ ଅମୃତ ଯୋଗାଣରେ ତା ଭୁଆଣୀ ଟା ପୁରା ଫୁଲ ହେଇକିନା ଅଛି, କାରଣ ପାର୍ବତୀ ଯୋଉ ଖାଇବା ପାଇଁ ଯୋଉ ବାଢିଥିଲେ ସେଇଟା ସବୁ ଆଣିକିନା ଭରି ଦେଇଛନ୍ତି, ସିଏ ପୁରା ଅମୃତ ଯୋଗାଣରେ ପୁରା ଫୁଲ ହେଇଯାଇଛି। କିନ୍ତୁ ସେଠି ବୃଷଭ କଣ ଭାବେ, ବୃଷଭ କଣ ମାନେ ସୂର୍ଯ୍ୟ ଦେବତା ବୋଧେ ଆଣିକିନା ମୋ ପାଇଁ ରଖିଦେଇ ଗଲେ, ଭାବିବ ନା ନାଇଁ, ଯେହେତୁ ସେ ସୂର୍ଯ୍ୟ ଦେବତାଙ୍କୁ ପୂର୍ବରୁ ସ୍ମରଣ କରୁଥିଲା ନାଇଁ, ସେ ଭାବିବ କି ସୂର୍ଯ୍ୟ ଦେବତା ମୋ ଡାକ ଶୁଣିଲେ ଆଉ ଏଠି ଆଣିକିନା ଖାଇବା ଥୋଇ ଦେଇ ଯାଇଛି ନାଇଁ। ନିଶ୍ଚିତ ନକୁଛି ମୁହଁ ଫେରାଇ ହେଲା, ଦେଖିଲା ଅମୃତ ଯୋଗଟା ପୁରୀ ଅଛି ଭାବେ, ସନ୍ତୋଷରେ ଭୋଜନ କଲାକୁ ବୃଷ। ଏପଟରେ ସିଏ କଣ କବାଟ ଦେଇଥାନ୍ତି, ସେ ତାର ଆନନ୍ଦରେ ପୁରା ପେଟେ ଖାଇଦେଲା, ଭଲ ଭଲ ଖାଇବା, ପୁଣି କଣ ନା ବେଶୀ ମାନେ ସେ ଯୋଉ ଛଣ ଭାତ ନୁହଁ, ଯୋଉ ଖାଦ୍ୟ ଦେବତା ଯୋଗ୍ୟ ଖାଦ୍ୟ ମାନେ ଶିବଙ୍କ ପାଇଁ ଯାହା ରୋଷେଇ ହେଇଥିଲା, ଆଗେ ଶିବ ନ ଖାଉଣୁ ଆଗେ ବୃଷଭ ପେଟ ପୁରା ଫୁଲ ହେଲା। ତୁମର ତୁମର ଏକ ଲଳେ କରି ହାତେ କରତାର ଦେବ,
ମାନେ କଣ ଯେତେବେଳେ ସେ ଗାଇ ଆନନ୍ଦରେ ଯେତେବେଳେ ଖାଇଲା ସେତେବେଳେ କଣ ନା ମନେ ମନେ ମାନେ ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କଲା କି ଯାହା ହଉ ମୁଁ ଠାକୁରଙ୍କୁ ଡାକିଲି ମତେ ଏତେ ଭଲ ଖାଇବା ମିଳିଲା। ଭୁଞ୍ଜିଣ ବଇଲ ଯେ ହୋଇଲା ଆନନ୍ଦ ହେଲା ବୃଷଭ ସେ ଯୋଉ ଖାଇବାକୁ ଖାଇକି ବହୁତ ଆନନ୍ଦ ହୋଇଲା। ହେ ବୁଦ୍ଧ ଜନେ କରତାର ନାଥଙ୍କୁ ନିତ୍ୟ ବନ୍ଦେ। ସେ କହୁଛନ୍ତି କି ମାନେ ବୁଦ୍ଧ ଜନେ ମାନେ ସବୁ ଜନମାନଙ୍କୁ କହୁଛନ୍ତି କି ତମେ ମାନେ ସବୁ ସୂର୍ଯ୍ୟ ଦେବତାଙ୍କୁ ମାନେ ଭକ୍ତି କର। ନିତ୍ୟ ବନ୍ଦେ ମାନେ ସବୁଦିନ ପୂଜା କର। ଈଶ୍ୱର କଷଣରୁ କୋଇଲିଟି ସେ କହୁଛନ୍ତି ମାନେ ସ୍ୱୟଂ ଭଗବାନ ମତେ ଏତେ ମାନେ କଷ୍ଟ ଦେଇଥିଲେ ସେଇ କଷ୍ଟରୁ ମୁଁ ପାର ହେଇଛି କାହା ପାଇଁ ନା ସୂର୍ଯ୍ୟ ଦେବତାଙ୍କୁ ଯେହେତୁ ମୁଁ ମାନେ ପ୍ରାର୍ଥନା କରେ। କିସ କରି ପାଇବେଟି ଆବରଣ ନାଥଙ୍କର ଏହି ଭକ୍ତରେ ଫଳ ଲଭନ୍ତି ବିରଞ୍ଚି ନାରାୟଣ ପ୍ରସାଦ। ମାନେ ସେ କହୁଛନ୍ତି ବିରଞ୍ଚି ନାରାୟଣ କହୁଛନ୍ତି କିଏ ନା ସୂର୍ଯ୍ୟ ଦେବତା। ସୂର୍ଯ୍ୟ ଦେବତାକୁ ଯିଏ ପୂଜା କରନ୍ତି ସେ ସାଙ୍ଗେ ସାଙ୍ଗେ ମାନେ ଫଳ ପାଏ। ଯିଏ ଯେକୌଣସି ମନସ୍କାମନା କରିବ ସେ ସାଙ୍ଗେ ସାଙ୍ଗେ ଫଳ ପାଏ। ରୁଦ୍ରମୁନି ଧାରଣାଚକ୍ର କରତାର ପାଦ ପଦେ ବନ୍ଦେ। ସେ କହୁଛନ୍ତି କି ଏଇଠି ଯୋଉ ତାରାଦାସ କହିଛନ୍ତି କି ଶୁଦ୍ରମୁନି ବି କାର ନା କରତାର ରଥ ଚକରେ ମାନେ ଯୋଉ ସୂର୍ଯ୍ୟ ଦେବତାଙ୍କର ପାଦ ପଦ୍ମରେ ବନ୍ଦନା ଜଣାଉ। ଏତିକି ପଢ ଗୋଟେ ବୁଝି ହେଲାନି ତାପରେ ପଢିବା। ଆଜି ଛାଡିଦବା ଆଉ ତ ଅଳ୍ପ ଅଛି ଆଉ ସରିବନି ଏତିକି ବା। ନାଇଁ ଗପିବାକୁ କହିଲି ପଢ ଯେତିକି ବୁଝି ନହେଲା ତାପରେ ଆଜି ଛାଡିବା। ସରିଯିବ ବା ଆଉ କିଛି ନାହିଁ କଣ ଅଛି ଭିତରେ। ପ୍ରମାଣ ହେଇଗଲା ତାପରେ ଶିବ ଆସିବେ ତାପରେ ସେ ଶିବଙ୍କୁ କହିବ ଏତିକି। ସେଟା ସେଇଥିରେ ଦେଇଛି ମହାଭାରତରେ ଦେଇଛି କିନ୍ତୁ ଏଥିରେ ସବୁ ଦେଇ ସେଥିରେ କିଛି ଅଂଶ ଦେଇ ସେଥିରେ ମାନେ ପିଲାଙ୍କୁ ବୁଝିବା ପାଇଁ କହିଦେଇଛନ୍ତି ଆଉ। ନାଇଁ ତମେ ସବୁ ବୁଝି ଯାଇଛ ଗପୁଛ ସବୁ। ଜ୍ଞାନ ଅଜ୍ଞାନ ମାନେ ଆମେ ଜାଣ ହଁ ହଁ ଅଜ୍ଞାନ ମାନେ ଆମର ଆମେ ଜାଣିଥିବା ଅବସ୍ଥାରେ ଜାଣିଥିବା ଆଉ ହେଲା ପଢିବା ନେକ୍ସଟ। ତ ଦେଖ ପଢିବା ଏଇ କଣ ସବୁ ବୁଝିଗଲ ଆଉ ଫୋନ କି କୋଉଟା ଗପିଲ ହେଇ ଦେଖ ଦେଖ ନେକ୍ସଟ ପଢିବା। ହଁ 45 ତେର ଭଳି ସବୁ ମାନେ ସବୁ ଟାଇମ ଯାଉ ମାନେ ଯେମିତି
काम लड़का है देखो ଖାଇବା ବୁଝିବା ଖାଇବା ହେଲା ନାଇଁ କିଛି ସବୁ ପଣ୍ଡିତ ହେଇଯାଇଛନ୍ତି ସବୁ ପଣ୍ଡିତ ହେଇ ସେଇଠି ଗଛରେ ବସିଛନ୍ତି ସବୁ ପଣ୍ଡିତ ମୁଁ ଖାଲି ଏଇଟା ପଢେଇ ଥରେ ନେକ୍ସଟ କ୍ଲାସ ପଚାରିବି ନା ଯିଏ ନ କହିପାରିବ ଅଲଗା କହିବ ବାହାର ବିଦ୍ୟାପତି ନାଇଁ ଦେଖ ବ୍ୟାସ କହିଲେ ଶୁଣ ଗାମର ଚିତ୍ତ ନୃପତି ଏଇ ଯୋଉ କବିତାଟା ଯୋଉ କାହାଣୀ କିଏ କାହାକୁ କହୁଥିଲେ ବ୍ୟାସ ତକ କହୁଥିଲେ ଗାନ୍ଧାର କି ଶାସ୍ତ୍ର ସଂସ୍କୃତ କଣ ଅଛି ସେଇଟା ଶୁଣ ବ୍ୟାସ କହିଲେ ଶୁଣ ଗାନ୍ଧାର ସୂତ ନୃପତି ଏ ପତ୍ର ଶିରେ ଫେଙ୍ଗିଲେ ଏତନେକ ଫଳ ହେଲା ତାକୁ ଯୋଉ କହିଥିଲେ ମଝି ସବୁ କହିଥିଲେ କଣ ନା ଯୋଉ ଗାନ୍ଧାର ସେନ ଶୁଣନ୍ତୁ ଏଇ ପତ୍ର ଫେରିଲେ ଏଇ ସବୁ ଫଳ ପାଇବେ କିଏ ନା ମାନେ ଯୋଉ ପ୍ରମାଣ ହଉଛି କିଏ ନା ବୃଷଭ ପତ୍ର ଫେରିଥିଲା ବୋଲିକି ନା କଣ ନା ଦେବତା ଯୋଉ ଖାଦ୍ୟ ପାଇଲା ଭଞ୍ଜିଣ ବୃଷଭ ତୃପତି ହୋଇଲା ମାନେ ତୃପ୍ତି ହୋଇଲା ମାନେ ଶାନ୍ତି ହୋଇଲା ହେଲା ମାନେ ଭଲ ଖାଇବା ଖାଇ ଶୋଷକୁ ପଣା ଭୋକକୁ ଅମୃତ ଯୋଗାଡ଼ ପାଇଲା କଣ ତା ବୃଷଭକୁ ଜୋର ଶୋଷ ହଉଥିଲା ଆଉ କଣ ନା ତାକୁ ଭୋକ ବି କରୁଥିଲା ଯଦି ମାନେ ଆମ ଯୋଉ ଓଷା ବାରରେ ସବୁ ପଣା ପିଅନ୍ତିନି ପଣାରେ କଣ ନା ପାଣି ଥିବ ଆଉ ସବୁ ଯୋଉ ଫଳମୂଳ ମିଶା ହେଇଥିବ ସେଟା ଖାଇବା ହେଇଗଲା ପିଇବା ବି ହେଇଗଲା ହେଲା ସେମିତି ମାନେ ବୃଷଭ ଯୋଉ ଠାକୁରଙ୍କ ପାଇଁ ଯୋଉ ରୋଷେଇ ହେଇଥିଲା ଖାଇଛି ତାର ଶୋଷ ମେଣ୍ଟି ଯାଇଛି ଆଉ ଭୋକ ବି ମେଣ୍ଟି ଯାଇଛି ହୋଇଅଛି ବୃଷଭ ହୋଇଣି ମହାବିପଦ କଣ କରିଛି ନା ଖାଇଦେଇ ପେଟେ ବୃଷଭ ତାର ବୁଲି ବୁଲି ଆସିକି ହାଲିଆ ହେଇକି ତାର ମହା ଶାନ୍ତିରେ ଶୋଇପଡିଛି ଶୁଭେଣ ପ୍ରସର ଯେ କୋଇଲାଙ୍କ ରାତି ଶୁଭେଣ ପ୍ରସର ମାନେ ଯୋଉ ମାନେ ଭଲରେ ଭଲରେ ରାତି ପାହିଲା ହେଲା କବାଟ ଫେଡି କରି ଦେବ ଯେ ସୁଢଳେ ମାନେ କଣ ନା ଶିବାଇ ଯେତେବେଳେ ରାତି ପାଇକି ଯେତେବେଳେ ଭୋର ଭୋର ହେଇଛି ସେତେବେଳେ ଶିବ କଣ କଲେ ନା ଆସି କବାଟ ଫେଡିଲେ ଫେଡିଲେ ମାନେ ଖୋଲିଲେ ଭିତରକୁ ପଶିଲେ ଦେବ ବୃଷଭ ବିକଳେ ମାନେ କଣ କାଳେ ବୃଷଭ କେତେ ମନ ଦୁଃଖ କରିକି ଶୋଇଥିବ ବିଚରା କାଲି କେତେ ବୁଲି ବୁଲି ମୁଁ ତାକୁ ଖାଇବାକୁ ଦେଲିନି ନା ତାକୁ ଯୋଉ ଶିବ କଣ କଲେ ନା ମନ ଦୁଃଖ କରିକି ଆସିକି ନା କବାଟ ଫିଟେଇକିନା ତାକୁ ଦେଖିଲେ କି ବୃଷଭ କି ବିକଳ ହଉଥିବ ଖାଇବାକୁ ହେଲା ଈଶ୍ୱର ହସିଲେ ଯେ ମହା ବୃଷଭକୁ ଜାଣେ ଯେତେବେଳେ ବୃଷଭ ମାନେ ଅନେଇଲେ ଠାକୁରଙ୍କୁ ଶିବଙ୍କୁ ଶିବ ସେତେବେଳେ କଣ କଲେ ନା ବୃଷଭକୁ ଅନେଇକିନା ହସିଲେ କିତ ଫଳ ପାଇଲୁ ହୋ ତାହାଡା ବୃକ୍ଷ ଦାହି ଦାହି ତ ଧାରଣ ହୁଏ ହେଲା ତାକୁ ଶିବ ପଚାରୁଛନ୍ତି କାହାକୁ ନା ବୃଷଭକୁ ତୁ ମୁଣ୍ଡରେ ଯୋଉ ତାହାଡା ବୃକ୍ଷ ଲଗେଇଥିଲୁ ତୁ କଣ ଫଳ ପାଇଲୁ ବଇଲ କହିଲା ବଇଲ ମାନେ ବୃଷଭ କହିଲା ଦେବ ସାହସ ନହଇ ଯେ ମିଥ୍ୟା ସାହସ ମାନେ ଶାସ୍ତ୍ର ବା ପୁରାଣରେ ଯୋଉ କଥା ଅଛି ସେଟା କେବେ ବି ମିଥ୍ୟା ହୋଇ ନପାରେ ସୁଖେଣ ପାରି ହୁଅନ୍ତି ଯେତେ ପରତାର ଭକ୍ତ ସେ କହୁଛନ୍ତି ସୂର୍ଯ୍ୟ ଦେବତାଙ୍କର ଯେତେ ସବୁ ଭକ୍ତ ଅଛନ୍ତି କେବେ ବି କେହି ହଇରାଣ ହୁଅନ୍ତିନି ସମସ୍ତେ ଭଲରେ ଭଲରେ ଯେତେ ଦୁଃଖ କଷ୍ଟ ଆସୁ ସମସ୍ତେ ପାରି ହୋଇଯାନ୍ତି ହେଲା କିଏ କହିଲା ବୃଷଭ କହିଲା କାହାକୁ ଶିବଙ୍କୁ ଈଶ୍ୱର କହିଲେ ପାଇଲୁ ତୁ ଯେତେ ସଂସାର ଜନକୁ ପ୍ରାପତ ହଉ ଦେଲେ ତେଣୁ ଯୋଉ ଶିବ କଣ କଲେ ତାକୁ ମାନେ କମେଣ୍ଟ କଲେ ତୁ ଯେମିତି ଫଳ ପାଇଲୁ ସୂର୍ଯ୍ୟକୁ ପୂଜା କରିବୁ ସମସ୍ତେ ସେଠି ଜଗତ ସାରା ଯେତେ ସବୁ ମାନେ ସୂର୍ଯ୍ୟଙ୍କର ଭକ୍ତ ସେଇଭଳିଆ ସବୁ ଫଳ ପାଇବେ ଆଉ କିନ୍ତୁ ଶିବ ଜାଣିନାହାନ୍ତି କି ସେ ଭଲ ସେ ପୁରା ଖାଇକିନି ଶୋଇଛୁ ହେଲା ବୃଷଭ କହିଲା ଦେବ ପ୍ରତ୍ୟକ୍ଷ ପାଇଲେ ମାନେ ବୃଷଭ କହିଲା ମୁଁ ପ୍ରତ୍ୟକ୍ଷ ପାଇଛି ପ୍ରତ୍ୟକ୍ଷ ପାଇଛି ମାନେ ମୁଁ ସାଙ୍ଗେ ସାଙ୍ଗେ ଯାହା ମାନେ ମାଗିଛି ମୁଁ ସାଙ୍ଗେ ସାଙ୍ଗେ ତାହା ପାଇଛି ସେଇଟାକୁ ହଉଛି କହନ୍ତି ପ୍ରତ୍ୟକ୍ଷ ହେଲା ବୃଷଭ କହିଲା ଦେବ ପ୍ରତ୍ୟକ୍ଷ ପାଇଲି ତୁମର ଗୁଣ ନ କରୁ ମୁଁ ଆଗେ ଯେ ଖାଇ ସେ କହୁଛନ୍ତି ତୁମର ଗୁଣ ମାନେ ତୁମେ ନ ଖାଇବା ପୂର୍ବରୁ ଆଗେ ମୁଁ ତାକୁ ଖାଇବି ହେଲା ଯେ ଯାହାକୁ ସ୍ୱାମୀ ହୋଇଥାଏ ଭଗତା ଅବସ୍ଥା ତାହାଙ୍କ କରନ୍ତି ନା ଚିନ୍ତା ସେ କହୁଛନ୍ତି ମାନେ ଯିଏ ଯାହାକୁ ମାନେ ସ୍ୱାମୀ ଭାବେ ମାନେ ବୃଷଭ କାହାକୁ ମାନେ ଭକ୍ତି କରିଥିଲା ମାନେ ସୂର୍ଯ୍ୟ ଦେବତାକୁ ମାନେ ସିଏ କହୁଛି କି ଯିଏ ଯୋଉ ଭକ୍ତ ଭଗବାନଙ୍କୁ ଡାକେ ସେଇ ଭଗବାନ ହିଁ ସେ ଯଦି ଭକ୍ତିରେ ଡାକିଥିବ ତାର ଭକ୍ତକୁ ସେ ନିଶ୍ଚୟ ଶୁଣନ୍ତି ଭକ୍ତି
ଭଗଦାନ ହଉଛି ଭକ୍ତ ହେଲା। ସେବକ ଚିନ୍ତା ଯେବେ ସ୍ୱାମୀ କି ନ ଲାଗିବ କେବଳ ମତେ ସେ ସଂସାରୁ ତରିବ। ସେ କହୁଛନ୍ତି ଯିଏ ସେବା କରୁଥିବ ନୀତି ଭଗବାନଙ୍କୁ, ଯଦି ଭଗବାନ ଯଦି ତାର ଚିନ୍ତା ନ କରିବେ ତାହେଲେ ମାନେ ସୃଷ୍ଟିଟା କେମିତି ଚାଲିବ? ଯଦି ଭଗବାନ ନଥାନ୍ତେ ସୃଷ୍ଟି କେବେ ଚାଲିଥାନ୍ତେ? ଚାଲୁଥାନ୍ତା। ଯଦି ସେଇ ସେବକର ଚିନ୍ତା ଯଦି ଭଗବାନଙ୍କୁ ନ ଲାଗିବ ତାହେଲେ ସଂସାରଟା କେମିତି ଚାଲିବ? କିଏ ନା ବୃଷଭ କହିଲା କାହାକୁ? ଶିବ। ଯେତେ ତ ଯୋଗାଡ଼ ତୁମର ମଡ଼ ଭୁଲି। ମଡ଼ ଭୁଲିବାକୁ ହଉଛି ଦେବତା ଯଜ୍ଞ ଖାଦ୍ୟ ହେଲା। ମଡ଼ ଭୁଲି ତୁମର ମଣ ମୂଳ ହିଁ ନ କରୁ ମୁଁ ଆଗତା ପାଇ ହେଲା। ସେ କହୁଛନ୍ତି ଯେତେ ସବୁ ଦେବତା ଯୋଗ୍ୟ ଖାଦ୍ୟ ସେତେ ତମ ପାଇଁ ରୋଷେଇ ହେଇଥିଲା, ତମେ ନ ଖାଇବା ପୂର୍ବରୁ ମୁଁ ଖାଇବି। ସ୍ୱାମୀ ଲୟ କରି ଦେଖେ ଯେ ମୋହର ଗୁଆଣୀ ଗନ୍ଧ ଆମୋଦ କପୁର ରସ ଜାଣି। ସେ କହୁଛନ୍ତି କି ତମେ ତ ବିଶ୍ୱାସ କରିବନି, କାଳେ ମୁଁ ତମ କଥା ମାନେ ପ୍ରମାଣିତ କରିବା ପାଇଁ ମିଛ କହୁଛି, କିନ୍ତୁ ମୁଁ ତ ସବୁ ଖାଇ ଦେଇଛି, ମାନେ ସେ ଯୋଉ ଗୁଆଣୀ ସେ ଯୋଉ କୁଣ୍ଡରେ ଚାଟି ଚୁଟି ଖାଇ ଦେଇଛି। ତମେ ଶୁଙ୍ଘିଲେ ବାସ୍ନା ଜାଣିପାରିବ କି ତା ଦେହରେ କପୁର ଆଉ କଣ ଏ ଯୋଉ ମାନେ ଗୁଆ ଘିଅ ହେରିକା ପଡିକିନା ସବୁ ରୋଷେଇ ନଥାଏ ମାନେ ଠାକୁରଙ୍କ ପାଇଁ ଖାଇବା। ତାହେଲେ ସେଇଟା ଯୋଉ ବାସ୍ନା ହବ ମୋର ଯୋଉ ଗୁଆଣୀଟା, ସେ ବାସ୍ନାରୁ তুমি ଜାଣିପାରିବ କି ମୁଁ ଆଜି କୋଉ ଭଳିଆ ଖାଦ୍ୟ ଖାଇଛି ହେଲା। ଗନ୍ଧ ଆମ ଦେଇ କପୁର ରସ ଯେମି ସ୍ୱରୂପ ଦେଖି ଈଶ୍ୱର ବିଷାଦ ହୁଏ। ମାନେ ଯେତେବେଳେ ସେ ଏତେ କଥା କହିଛି ଆଉ ଶିବ ଯେତେବେଳେ ମାନେ ବାସ୍ନା ପାଇଛନ୍ତି, ମାନେ କପୁର ଆଉ ସବୁ ଗନ୍ଧ ଯେତେବେଳେ ପାଇଛନ୍ତି ସେତେବେଳେ କଣ ବିଷାଦ ହେଲେ। ମାନେ ପୁରା କଣ ମାନେ ମାନେ ମନ ପୁଣି ଦୁଃଖ କରିଦେବେ ବା ମାନେ ରାଗି ଗଲେ ପୁରା। ପାର୍ବତୀକୁ ସଲଜ ହୋଇ ପଚାରିଲେ, ପାର୍ବତୀକୁ ମାନେ ଯୋଉ ଲାଜ ଲାଜ ହୋଇ ସଲଜ ମାନେ ଲାଜ ଲାଜ ହୋଇକିନା ପଚାରିଲେ କିଏ ନାସିବ ବୃଷଭକୁ ନେଇକି କେଉଁ ଦିନ ମୋ ଯୋଗାଡ଼। ଶିବଙ୍କୁ ପଚାରିଲାନି, ଶିବକୁ ଯାଇ ପଚାରିଲେ କି ପାର୍ବତୀ ତ ରୋଷେଇ କରିଥିଲେ ମୋ ପାଇଁ, ଆଉ ତ କେହି ନଥିଲେ, ତ ଯୋଉ ବୃଷଭକୁ ମୋ ପାଇଁ ଯୋଉ ଖାଇବା ହେଇଥିଲା ବୃଷଭକୁ ନେଇକିନା କିଏ ଦେଲା? ଯାଇକି ପାର୍ବତୀକୁ ପଚାରିଲେ। ତୁମ୍ଭେ ଜାଣନି କି ଦେବୀ ନିକି ଦେବୀ ହଉଛନ୍ତି ପାର୍ବତୀ ହେଲା। ତୁମ୍ଭେ ଜାଣ ନିକି ଦେବୀ ଏଥିରେ ତଥ୍ୟ ଯେ ବ୍ୟବହାର ପାର୍ବତୀ ହସିଲେ ଈଶ୍ୱରଙ୍କ ବଚନ। ସେ କହୁଛନ୍ତି ପାର୍ବତୀ କହୁଛନ୍ତି ତମେ ସବୁ ମୁଁ କଣ ପାଇଁ କି ରାଗିକିନା କହିଲେ କି ମୁଁ କଣ ପାଇଁ ବୃଷଭକୁ ନେଇକିନା ମାନେ ବାନ୍ଧିଥିଲି, ତମେ ଜାଣିଥିଲ ତାର ରହସ୍ୟ, ତମେ କି ତାକୁ ନେଇ ଖାଇବାକୁ ଦଉଥିଲ? ପାର୍ବତୀ ହସିଲେ ଈଶ୍ୱରଙ୍କର ବଚନ। ମାନେ ଗୋଟେ ସାମାନ୍ୟ କଥା ପାଇଁ ତାକୁ ଯେତେବେଳେ ମାନେ ଶିବ ଯେତେବେଳେ କହିଲେ କି ତମେ କାହିଁକି ଖାଇବାକୁ ଦଉଥିଲ, ପାର୍ବତୀ କଣ କଲେ ଅନେଇକିନା ଶିବଙ୍କୁ ହସିଲେ। ତୁମର ଆସିବା ବିଳମ୍ବ ଦେଖିନ ତ୍ରିଲୋଚନ ହେଲା। ସମସ୍ତ ବାଢି ମୁଁ ଦେବ ବସିଲେ ମୁଁ ଭୁଲି। ସେ କହୁଛନ୍ତି କି ତମର ଯେତେବେଳେ ବିଳମ୍ବ ହେଲା ଆସିବା, ମୁଁ ଅପେକ୍ଷା କରି କରିକିନା ଯେତେବେଳେ ସୂର୍ଯ୍ୟ ଅସ୍ତ ହେଇଗଲେ ସେତେବେଳେ ମୁଁ କଣ ନା ତମ ପାଇଁ ଯେତେ ସବୁ ରୋଷେଇ କରିଥିଲି ସବୁଥିରୁ ଆଣିକିନା ମୁଁ ଖାଇବା ପାଇଁ ବସିଲି। ଏସନେକ ସମୟ ଡମ୍ବରୁ ଶବଦ ବାଜିଛି। ମାନେ ଏଇ ସମୟ ମୁଁ ଯେତେବେଳେ ଖାଇବାକୁ ବସିଛି ସେଇ ସମୟରେ ଡମ୍ବରୁ ଶବ୍ଦ ବାଜିଲା। କ୍ଷୁଧାରଣ ତୁମ୍ଭେ ମତେ କୋପ କରିବ ବୋଲି ସବୁ ନେଇ ବୃଷଭ ଗୁଆଣୀରେ ଭରିଲି। ସେ କହୁଛନ୍ତି ତମେ ଥରେ ମାନେ ଏତେ ବୁଲି ବୁଲିକି ଆସିଥିବ, ଯଦି ମାନେ ମତେ କୋପ କରିବ କି ମୋ ଉପରେ ରାଗିବ, ତେଣୁ କରି ମୁଁ କଣ କଲି ନା ତାକୁ ସବୁ ନେଇକିନା ବୃଷଭ ଗୁଆଣୀରେ ମାନେ ସବୁ ତାକୁ ପକେଇଛି। ସଦାନନ୍ଦ ହସିଲେ, ସଦାନନ୍ଦ କିଏ ନାସିବ, ସଦାନନ୍ଦ ହସିଲେ ଗିରିଜାଙ୍କ ବଚନ। ଗିରିଜା କିଏ ନା ପାର୍ବତୀ ହେଲା। ବଚନେ ଏହେନ ଏକ କରି ଯେ ପ୍ରାପଦଟି କରନ୍ତି ଦେବତା ମାନେ। ସେ କହୁଛନ୍ତି କି ଏହି ମାନେ ଏହି ପ୍ରକାର କି ଦେବତା ମାନେ ସବୁ ସାହା ହୁଅନ୍ତି କାହାକୁ ନା ଶିବ ଠାକୁର। କେତେଟା? 8 ତାରିଖ ହବନି, 8ଟା 15 କ୍ଲାସ ଷ୍ଟାର୍ଟ ହେଇଛି। 8ଟା 15 କ୍ଲାସ ଷ୍ଟାର୍ଟ ହେଇଛି। କଷ୍ଟ ଆଉ କଷ୍ଟ କରିବୁନି କଣ ହେଇଛି, ଆଉ କଣ କରିବ? ଦେଖ କୋଶ୍ଚିନ୍ ଆନ୍ସର ଦେଖ 1 ନମ୍ବର, ଖାଲି 1 ନମ୍ବରଟା କରିଦବା। କଣ ହୁଏ ତ ବା ଖାଇବା। ତୁମର ତୁମର ତୁମେ ମାନେ ନ ଖାଉନ ମାନେ ଖାଇବା ନ କରୁଣ ମୁଁ ଖାଇବି ଖାଇବା।
ভাই, 1 নম্বর দেখো, ଖାଲି 1 নম্বরটা ଦେଖ। ଗୋଲକ ବୃକ୍ଷକୁ କେଉଁ ବୃକ୍ଷ କୁହାଯାଏ? ମହାକଳ୍ପ ବା ଅଛି। ମହାକାଶକୁ ସରାଇ ମହାକାଶ। ଗୋଲକ ବୃକ୍ଷକୁ ପ୍ରତ୍ୟେକ ଦିନ କିଏ ପୂଜା କରନ୍ତି? ଗୋଲକ ବୃକ୍ଷକୁ ସୂର୍ଯ୍ୟଙ୍କ ରଥର କେଉଁ ଅଙ୍ଗ ତୁଳନା କରନ୍ତି? ପଛ ପିଲାଙ୍କର ପାଟିର ଶୁଭୁନି ନାହିଁ। ବିଶ୍ୱନାଥ ସ୍ୱାମୀ କେଉଁ ନକ୍ଷତ୍ରରେ ବୁଲି ବାହାରିଥିଲେ? ମହେଶ୍ୱର କେଉଁ ନଦୀ କୂଳରେ ବୁଲୁଥିବା ବେଳେ ସାହାରା ପୃଥିବୀକୁ ଦେଖାଯାଏ? ବାମ ଦିଗରେ ସାହାରା ପୃଥିବୀକୁ ଦେଖି ବୃଷଭ କଣ କଲା? କେଉଁ ଗଛର ପତ୍ର ପାଖରେ ଥିଲେ ଶତ୍ରୁ ଫେରିବେ? ସଦାନନ୍ଦ ବୃଷଭ ପିଠିରେ ବସି କେତେ ଭୁବନ ବୁଲିଲେ? କେଉଁ ପତ୍ର ଛିଣ୍ଡାଇ ମଥାରେ ଘିନିଲେ ଅନେକ ଦୋଷ କ୍ଷୟ ପାଏ? ଶ୍ଵେତ ଦୁଃଖ। କେଉଁ ଗଛର ଝଡ଼ିଲା ପତ୍ର ମୁଣ୍ଡରେ ଘିନିଲେ ବ୍ୟକ୍ତିର ଜ୍ଞାନ ଅଜ୍ଞାନ ତୁଳସୀ। ସାହାଡ଼ା ପତ୍ରକୁ ଘିନିଲେ କଣ ପ୍ରାପ୍ତ ହୁଏ? ସାହାଡ଼ା ମୁଖ୍ୟ କବିତା ମହାଭାରତରେ କେଉଁ ପର୍ବ? ଶିବ କପିଳାସକୁ କେତେବେଳେ ଫେରିଲେ? ପଞ୍ଚବକ୍ରର ଅର୍ଥ କଣ? କାଇଁ ପଢିଲେ ବାବୁ କଣ କିଛି କହୁନା? ଗୋଟେ ଗୋଟେ ଶୁଣୁଛି କିଛି କୋଶ୍ଚିନ୍ ଆନ୍ସର ଦଉନା। ଗୋଟେ ଦିଟା ଆଉ ଅମୃତ ଜଳରେ ରଙ୍ଗ କରି ଉମା ବିଭୋଗ ହେଲେ କାହିଁକି? କଣ ଦୌଡ଼ି ଦୌଡ଼ି ପଳେଇଲେ? ହାଁ? ଜଲ୍ଦି ଜଲ୍ଦି ପଢି ଦଉଛି। ମୁଁ ତ କୋଶ୍ଚିନ୍ ନା ପିଲାମାନେ ଆନ୍ସର କରୁଛନ୍ତି। ମୁଁ ଜଲ୍ଦି ଜଲ୍ଦି କହୁଛି। ହାଁ? ହଉ ଉମା କେତେବେଳେ ଖାଇ ବସିଲେ? ଏ 13 ଯିବାକୁ ଅଛି ନା। ପାର୍ବତୀ କାହିଁକି ଅଧାଖିଆଣି ଉଠିଲେ? ଶିବ ଆସିଯିବାରୁ ପାର୍ବତୀ ଖାଦ୍ୟଦେବ ସବୁକୁ କେଉଁଠି ଲୁଚାଇଲେ? କୁଣ୍ଡରେ ଅମୃତ ଯୋଗାଣ କରି ଆନନ୍ଦରେ ଭୋଜନ କରି ବୃଷଭ କାହାକୁ ସ୍ମରଣ କଲା? ଆଉ ଦିଟା ଅଛି। ସେବକର ଚିନ୍ତା କାହାକୁ ଲାଗିଥାଏ? ପାର୍ବତୀଙ୍କ କଥା ଶୁଣି ଶିବ କଣ କଲେ? ଆଉ ପଢିପାରୁନି। ତମ